ଥଣ୍ଡା ପାଗ ହେଲା ମୋତେ ଆମତି ଯେହେତୁ କିଛି ମନ ହେଉଛି ଚାଲନ୍ତୁ ଭାଜିଆ ପାକୁଡ଼ି କିଛି କରିକି ଖାଇବା ପାଇଁ। କିନ୍ତୁ ଆମେ କ'ଣ କରୁଛେ ନା ଗୋଟିଏ ପ୍ରକାର ଭାଜିଆ ପାକୁଡ଼ି ପିଆଜି ଏସବୁ ଖାଇ ଖାଇ ବୋର୍ ବି ଲାଗୁଛି। ତ ଚାଲନ୍ତୁ ମୁଁ କିଛି ଏମିତି ଯେହେତୁ ଭାଜିଆ ନେଇକି ଆସିଛି ଆପଣଙ୍କ ପାଇଁ। ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିବ। ଯଦି ପସନ୍ଦ ଆସୁଛି ତ ନିହାତି ଗୋଟେ ଲାଇକ୍ କରିବେ। ତ ଚାଲନ୍ତୁ ଡେରି ନ କରି ଫଟାଫଟ ଯେହେତୁ ଆପଣଙ୍କୁ କହି ରଖୁଛି କ'ଣ ନେଇକି ଯେହେତୁ ଏ ଭାଜିଆ ପାକୁଡ଼ି କରିଛି। ପ୍ରଥମରେ ଦେଖନ୍ତୁ ଆଳୁକୁ ସିଝେଇ ଥଣ୍ଡା କରିନେବେ, ତା ଚୋପା କାଢ଼ିନେବେ। ଆପଣଙ୍କ ପରିବାର ଦେଖିକି ଆଳୁ, ଶିମଲା ମରିଚ, ପିଆଜ, ବ୍ରେଡ଼ ଏ ତିନି ଚାରୋଟି ଯେହେତୁ ନେଇଯିବେ। କମ୍ ଅଧିକ ଆପଣଙ୍କ ଉପରେ ନିର୍ଭର ହେଉଛି। ଆଳୁ ସିଝେଇ ଚୋପା ଛଡ଼େଇ ସାରିଲା ପରେ ତାକୁ ହାତ ସାହାଯ୍ୟରେ ଭଲସେ ଚକୁ ନେବେ। ଚକୁଡ଼ି ତାହିଁରେ ଶିମଲା ମରିଚ, ପିଆଜ ଲମ୍ବା ଲମ୍ବା କରି କାଟିଛି। ଆପଣଙ୍କ ଅନୁସାରେ ଆପଣ ଯେହେତୁ ଯେମିତି ପାରିବେ ସେମିତି କାଟିପାରିବେ। ତାପରେ ତାହିଁରେ ପକାଇ ନେଲି। ତାପରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ତାପରେ ଦେଖନ୍ତୁ ମରିଚ ଗୁଣ୍ଡ, ତାପରେ ଦେଖନ୍ତୁ ଗରମ ମସଲା ପକାଇକିରି ଦେଖନ୍ତୁ ସେକୁ ଭଲସେ ଚକୁ ନେଲି। ଲାଷ୍ଟକୁ ଯେହେତୁ ବ୍ରେଡ଼ ପକାଇ ନେଲି, ବ୍ରେଡ଼କୁ ବି ହାତରେ ଗୁଣ୍ଡ କରିନେଲି। ବେସନରେ ଦେଖନ୍ତୁ ହଳଦୀ ଗୁଣ୍ଡ, ଲୁଣ ପକାଇବେ। ଲୁଣ ଧ୍ୟାନ ଦେଖିକି ଦେବେ। ଆଳୁ ଯେହେତୁ ପକାଇଥିବେ ତାପରେ ଆପଣ ଆଳୁ ବଣ୍ଡା ଯେମିତି କରିଛି ସେଇ ଟାଇପ୍ର କରିବେ। ଗୋଟେ ସାଥିରେ ତିନିଟି